ପିଲାମାନେ ମୁଁ ମୋର ପୂର୍ବବର୍ତ୍ତୀ ଭିଡ଼ିଓରେ ଗଣିତରେ ସଂରଚନା ବିଷୟରେ ସବିଶେଷ ଆଲୋଚନା କରିଅଛି। ତୁମେ ତୁମର ଆଖପାଖରେ ଦେଖୁଥିବା ବିଭିନ୍ନ ଆକୃତି ପ୍ରକୃତିକୁ କିପରି ଗାଣିତିକ ସଂରଚନାରେ ପ୍ରକାଶ କରିପାରିବ ତାହା ତୁମେ ସେହି ଭିଡ଼ିଓରେ ଜାଣିଲ। ଏହି ଭିଡ଼ିଓରେ ଆମେ ପୁଣି କେମିତି ଗାଣିତିକ ସଂରଚନାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିପାରିବା ତାହା ବିଶେଷ ଭାବରେ ଜାଣିବା। ଯେଉଁ ପିଲାମାନେ ମୋର ଏହି ଭିଡ଼ିଓର ପ୍ରଥମ ଭାଗ ଦେଖିନାହାନ୍ତି ତାହାର ଲିଙ୍କ ମୁଁ ଡେସ୍କ୍ରିପସନରେ ଦେଇଦେବି। ତାହା ତୁମେ ଦେଖି ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବ। ମୁଁ ଆଶା କରୁଛି ଏହି ଟାଣ ଖରାରେ ତୁମେ ଜମାରୁ ପଦାକୁ ବାହାରିବ ନାହିଁ ଓ ମୋର ଏହି ଜ୍ଞାନବର୍ଦ୍ଧକ ଭିଡ଼ିଓ ଦେଖି ନିଜର ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବ। ଆସ ବୁଝିବା। ଅନ୍ତର୍ଗତ ପ୍ରଶ୍ନରେ ଅଛି, ସାରଣୀ 1ରେ ଥିବା ପ୍ରତ୍ୟେକ ଧାଡ଼ିର ସଂଖ୍ୟାକ୍ରମରେ ଥିବା ସଂରଚନାଗୁଡ଼ିକୁ ଚିହ୍ନଟ କରି ପାରୁଛ କି? ଏହାର ଉତ୍ତର ହେଲା, ସାରଣୀ 1ରେ ଥିବା ପ୍ରତ୍ୟେକ ଧାଡ଼ିର ସଂଖ୍ୟାକ୍ରମରେ ଥିବା ସଂରଚନାଗୁଡ଼ିକୁ ତ ଆମେ ଚିହ୍ନଟ କରିପାରୁଛୁ, କିନ୍ତୁ ଏହାକୁ ଚିତ୍ର ମାଧ୍ୟମରେ ପ୍ରକାଶ କଲେ ଅଧିକ ସ୍ପଷ୍ଟ ହେବ। ଏବେ ପ୍ରଶ୍ନରେ ଅଛି, ପ୍ରତ୍ୟେକ ଧାଡ଼ିରେ ପରବର୍ତ୍ତୀ 3ଟି ସଂଖ୍ୟା ଲେଖି ସଂଖ୍ୟାକ୍ରମଗୁଡ଼ିକୁ ନିଜ ନିଜ ଖାତାରେ ଲେଖ। ପ୍ରତ୍ୟେକ ସଂଖ୍ୟାକ୍ରମ ପରେ ଯେଉଁ ନିୟମରେ ସଂଖ୍ୟାକ୍ରମଟି ଲେଖାଯାଇଛି ତାହାକୁ ନିଜ ଭାଷାରେ ଲେଖ। ପିଲାମାନେ, ଏହାର ଉତ୍ତରକୁ ମୁଁ ମୋର ପୂର୍ବବର୍ତ୍ତୀ ଭିଡ଼ିଓରେ ତ ବହୁତ ଭଲ ଭାବରେ ବୁଝାଇ ସାରିଛି, ତେଣୁ ଏଠାରେ ଏହାର ଉତ୍ତରକୁ ମୁଁ ଲେଖି ଦେଉଛି। ତୁମେ ତାହାକୁ ନିଜ ଟିପା ଖାତାରେ ଲେଖି ରଖିବ। ପିଲାମାନେ, ଲେଖିଲା ବେଳେ ମୋବାଇଲଟିକୁ ଫୁଲ୍ ସ୍କ୍ରିନ୍ ମୋଡ଼ରେ ରଖି ଲେଖିବ କିମ୍ବା ଅଟକାଇ ରିପ୍ଲେ କରି ଲେଖିବ। ପିଲାମାନେ, ଲକ୍ଷ୍ୟ କର ଯେ ଏଠାରେ ମୁଁ କିଛି ଆଡ଼ଭାନ୍ସ ଫର୍ମୁଲା ଦେଇଛି, ଯେମିତିକି n। ପିଲାମାନେ, ତୁମେ ଏହାକୁ ପ୍ରଥମ ପଦ ଛାଡ଼ି ଦ୍ୱିତୀୟ ପଦରେ ବ୍ୟବହାର କରି ଦେଖିବ ଯେ କେମିତିକା ତୃତୀୟ ପଦଟି ଆସୁଛି। ପିଲାମାନେ, ଚାଲ ଏବେ ବୁଝିବା। ସାରଣୀ 2ରେ ଥିବା କେତେକ ସଂଖ୍ୟାକ୍ରମର କେମିତିକା ଚିତ୍ରିତ ଉପସ୍ଥାପନା ହୋଇପାରୁଛି ଓ ଆମେ ଏହାର ପରବର୍ତ୍ତୀ ସଂଖ୍ୟାକ୍ରମର ଚିତ୍ର ଅଙ୍କନ କରି ସଂଯୋଗ କରିବା। ପିଲାମାନେ, ଲକ୍ଷ୍ୟ କର ଯେ ପ୍ରଥମ ସଂଖ୍ୟାକ୍ରମଟି ସମସ୍ତ 1, ମାନେ ଏଠାରେ 5ଟି 1 ବିଦ୍ୟମାନ ଅଛି, ତେଣୁ ଏହାର ପରବର୍ତ୍ତୀ ସଂଖ୍ୟାକ୍ରମଟି 1 ହେବ। ତେଣୁ ଏଠାରେ ତୁମେ ଗୋଟିଏ 1 ଅଧିକା ସଂଯୋଗ କରିବ। ପିଲାମାନେ, ଏବେ ଚାଲ ଜାଣିବା ଗଣନ ସଂଖ୍ୟାର ସଂରଚନା ବିଷୟରେ। ଏଠାରେ ଲକ୍ଷ୍ୟ କର ଯେ 1, 2, 3, 4, 5 ଏହି କ୍ରମରେ 5ଟି ବିନ୍ଦୁ 5 ନମ୍ବର ସଂଖ୍ୟାକ୍ରମଟି ଚିହ୍ନଟ କରାଯାଇଛି। ତେଣୁ ପିଲାମାନେ, ଏହାର ଷଷ୍ଠ କ୍ରମଟି 6 ହେବ କିମ୍ବା 6ଟି ବିନ୍ଦୁ ହେବ। ଏହାକୁ ଗଣନ ସଂଖ୍ୟା କିମ୍ବା କାଉଣ୍ଟିଂ ନମ୍ବର୍ସ କୁହାଯାଏ। ଏହା 1 ଠାରୁ ଆରମ୍ଭ ହୋଇ ଅସଂଖ୍ୟ ସଂଖ୍ୟା ଯାଏ ପରିବ୍ୟାପ୍ତ ହୋଇଥାଏ। ପିଲାମାନେ, ଆସ ଏବେ ଆମେ ଜାଣିବା ଅଡ୍ ନମ୍ବର କିମ୍ବା ଅଯୁଗ୍ମ ସଂଖ୍ୟାର ଚିତ୍ରିତ ସଂରଚନା କିପରି ହୋଇଥାଏ। ଏଠାରେ ତୁମେ ଲକ୍ଷ୍ୟ କର ଯେ 1 ପରେ 3, 3 ପରେ 5, 5 ପରେ 7 ଓ 7 ପରେ 9 ଏମିତି ହିସାବରେ 2 2 ବଢ଼ି ବଢ଼ି ଯାଉଛି। ତେଣୁ 6 ନମ୍ବର ଅଯୁଗ୍ମ ସଂଖ୍ୟାଟି 2 ଅଧିକା ମାନେ 11 ହେବ। ପିଲାମାନେ, ଏଠାରେ ତୁମେ ତଳେ 6ଟି ବିନ୍ଦୁ ଦେବ ଓ ଠିକ୍ ତାର ଉପରେ 5ଟି ବିନ୍ଦୁ ଦେବ। ପିଲାମାନେ, ଏବେ ଆମେ
ଯୁଗ୍ମ ସଂଖ୍ୟାର ସଂରଚନା ବିଷୟରେ ଜାଣିବା। ପିଲାମାନେ ତୁମେ ଏଠାରେ ଲକ୍ଷ୍ୟ କର ଯେ ପ୍ରଥମେ 2 ଅଛି, ତାପରେ 4 ଅଛି, ତାପରେ 6 ଅଛି, ତାପରେ 8 ଅଛି, ତାପରେ 10 ଅଛି। ଏମିତିକି ଦୁଇଟା ସଂଖ୍ୟା ବଢ଼ି ବଢ଼ି ଯାଇଛି। ତେଣୁ ଏହି ଯୁଗ୍ମ ସଂଖ୍ୟାର 6 ନମ୍ବର ଚିତ୍ରିତ ସଂରଚନା 12 ହେବ, ମାନେ 2 ଅଧିକା। ଏଠାରେ ତୁମେ ତଳେ 6ଟି ବିନ୍ଦୁ ଦେବ ଓ ଠିକ୍ ତାର ଉପରେ ମଧ୍ୟ 6ଟି ବିନ୍ଦୁ ଦେଇ ଚିତ୍ରଟିକୁ ପୂରା କରିବ। ପିଲାମାନେ ଏବେ ଆମେ ଜାଣିବା ତ୍ରିକୋଣୀୟ ସଂଖ୍ୟାର ସଂରଚନା ବିଷୟରେ। ପିଲାମାନେ ଦେଖ, ଏଠାରେ 1 ପରେ 2 ବଢ଼ିଲା 3 ହେଲା, 3 ପରେ 3 ବଢ଼ିଲା 6 ହେଲା, 6 ପରେ 4 ବଢ଼ିଲା 10 ହେଲା, 10ରେ 5 ବଢ଼ିଲା 15 ହେଲା। ତ ଏଠାରେ 15 ପରେ 6 ବଢ଼ିବ ଓ 21 ହେବ। ପିଲାମାନେ ଏପରି ତ୍ରିକୋଣୀୟ ସଂରଚନା ଇଜିପ୍ଟର ପିରାମିଡ, ଆମ ଓଡ଼ିଶାର କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିର, 64 ଯୋଗିନୀ ମନ୍ଦିର ଇତ୍ୟାଦି ବାସ୍ତୁକଳାରେ ତଥା ଖେଳକୁଦରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ପିଲାମାନେ ଏଠାରେ ତୁମେ 6 ନମ୍ବର ଚିତ୍ରରେ ସବା ତଳେ 6ଟି ଗୋଲ ଦେବ, ତାର ଠିକ୍ ଉପରକୁ 5ଟି ଗୋଲ ଦେବ, ଠିକ୍ ତାର ଉପରକୁ 4ଟି ଗୋଲ ଦେବ ଓ ତା ଉପରକୁ 3ଟି ଗୋଲ ଦେବ, ତା ଉପରକୁ 2ଟି ଗୋଲ ଦେବ ଓ ସଭା ଶେଷରେ ଗୋଟିଏ ଗୋଲ ଦେବ। ଏହିପରି ଭାବେ ତୁମେମାନେ ସମୁଦାୟ 21ଟି ଗୋଲ ଦେଇ ଚିତ୍ରଟିକୁ ସମ୍ପୂର୍ଣ୍ଣ କରିବ। ପିଲାମାନେ ଚାଲ ଏବେ ଆମେ ବର୍ଗ ସଂଖ୍ୟା ମାନଙ୍କର ଚିତ୍ରିତ ସଂରଚନା ବିଷୟରେ ଜାଣିବା। ପିଲାମାନେ ଏଠାରେ ଦେଖ, ପ୍ରଥମେ 1ର ବର୍ଗ 1 ଅଛି, ତାପରେ 2ର ବର୍ଗ 4 ଅଛି, ତାପରେ 3ର ବର୍ଗ 9 ଅଛି, ତାପରେ 4ର ବର୍ଗ 16 ଅଛି, ତାପରେ 5ର ବର୍ଗ 25 ଅଛି। ଏହି କ୍ରମରେ 6 ନମ୍ବର ବର୍ଗ ସଂଖ୍ୟାର ସଂରଚନାଟି 6ର ବର୍ଗ 36 ହେବ। ପିଲାମାନେ ଏଠାରେ ତୁମେ ସବା ତଳେ 6ଟି ଗୋଲ ଦେବ ଓ ତା ଉପରକୁ ପୁଣି 6ଟି ଗୋଲ ଦେବ ଓ ତା ଉପରକୁ ପୁଣି 6ଟି ଗୋଲ ଦେବ ଓ ପୁଣି ତା ଉପରକୁ 6ଟି ଗୋଲ ଦେବ ଓ ପୁଣି ତା ଉପରକୁ 6ଟି ଗୋଲ ଦେବ ଓ ତା ଉପରକୁ ପୁଣି 6ଟି ଗୋଲ ଦେବ। ଏହିପରି ଭାବରେ 6ଟି ଧାଡ଼ିରେ ପ୍ରତ୍ୟେକ 6ଟି ଗୋଲ ଦେଇ ତୁମେ ଚିତ୍ରଟିକୁ ସମ୍ପୂର୍ଣ୍ଣ କରିବ। ପିଲାମାନେ ଏବେ ଚାଲ ଆମେ ଜାଣିବା ଘନ ସଂଖ୍ୟାର ଚିତ୍ରିତ ସଂରଚନା ବିଷୟରେ। ଏଠାରେ ଦେଖ, ପ୍ରଥମେ 1ର ଘନ 1 ଅଛି, 2ର ଘନ 8 ଅଛି, 3ର ଘନ 27 ଅଛି, 4ର ଘନ 64 ଅଛି ଓ 5ର ଘନ 125 ଅଛି। ତ ଏଠାରେ ଏହାର ପରବର୍ତ୍ତୀ ଘନ ସଂଖ୍ୟାଟି 6ର ଘନ 216 ହେବ। ପିଲାମାନେ ତୁମେ ଚିତ୍ରରେ ଯେମିତି ଦେଖୁଛ, କାଗଜର 3ଟି ପାର୍ଶ୍ୱରେ ଏହିପରି 6ଟି ଛୋଟ ଛୋଟ ବର୍ଗ କାଟି ଚିତ୍ରଟିକୁ ସମ୍ପୂର୍ଣ୍ଣ କରିବ। ପିଲାମାନେ ସାଦା କାଗଜରେ ଏହିପରି ବର୍ଗାକାର କ୍ଷେତ୍ର କିମ୍ବା ଘନାକାର କ୍ଷେତ୍ର କରିବା ଅବଶ୍ୟ ଟିକିଏ କଷ୍ଟକର କାମ। ତେବେ ତୁମେ ଏହାକୁ କୌଣସି ଏକ ଗ୍ରାଫ ପେପରରେ ଏହିପରି ଭାବେ ତିଆରି କରିବାକୁ ଚେଷ୍ଟା କରିବ। ତୁମ ପାଠ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ମୁଁ ତୁମକୁ ଏ ବିଷୟରେ ସବିଶେଷ ଧାରଣା ଦେବି। ପିଲାମାନେ ଚାଲ ଏବେ ଜାଣିବା ଗାଣିତିକ କଥାବାର୍ତ୍ତା ଅନ୍ତର୍ଗତ ଆସ ବୁଝିବାରେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର। ପ୍ରଶ୍ନ 1ରେ ଅଛି, ସାରଣୀ 2ରେ ଦିଆଯାଇଥିବା ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନାକୁ ନିଜ ଖାତାରେ ଲେଖ ଏବଂ ପ୍ରତ୍ୟେକ କ୍ରମ ପାଇଁ ପରବର୍ତ୍ତୀ ଚିତ୍ର ଅଙ୍କନ କର। ଏହା କିପରି ଭାବରେ କରିବାକୁ ହୁଏ
ता तो आमे जानिले। एबे आमे प्रश्न 2 को जीवा। एठारे अछि 1 3 6 10 15 को कहीं त्रिकोणीय संख्या कुआ जाए। एहार उत्तर मु तुम मानंकु लेखाई दउछि। तुमे तुमर निज निज टिपा खातारे भल भावरे लेखि रखिब। द्वितीय प्रश्न हैला 1 3 6 10 और 15 को कहीं त्रिकोणीय संख्या कुआ जाए। पिला माने 1 3 6 10 और 15 को त्रिजक नंबर बा ट्रायंगुलर नंबर्स कुआ जाए, कारण से गुडी को डॉट्स द्वारा त्रिजकाकार नमूना रे व्यवस्थित करा जाई पारे। एहार परवर्ती प्रश्न हैला 1 4 9 16 और 25 को कहीं वर्ग संख्या बा वर्ग कुआ जाए। तो एहार उत्तर हैला 1 4 9 16 और 25 को वर्ग नंबर स्क्वायर नंबर्स कुआ जाए, कारण से गुडी को डॉट द्वारा वर्गाकार आकृति रे व्यवस्थित करा जाई पारे। एबे प्रश्न हैला 1 8 27 64 और 125 को कहीं घन संख्या कुआ जाए। एहार उत्तर हैला 1 8 27 64 और 125 को घन किंबा क्यूब्स कुआ जाए, कारण से गुडी को डॉट द्वारा घनाकार क्यूब शेप्ड आकृति रे व्यवस्थित करा जाई पारे। एबे 3 नंबर प्रश्न हैला तुमे माने लक्ष्य करिथिबो जे 36 हेउची एक त्रिकोणीय संख्या एवं एक वर्ग संख्या, अर्थात 36 टी बिंदु को नहीं उभय त्रिकोणीय चित्र एवं वर्ग चित्र रे संपूर्ण रूपे सजाई पारिबा। तुम खातारे चित्र करी एहाकू देखाओ। पिला माने तुमे एठारे लक्ष्य करो जे 36 टी डॉट को किपरि एक त्रिकोणीय आकार प्रदान करा जाइछि। एथिरे तुमे प्रथमे 8 टी डॉट रखिबो और पर्यायक्रमे गोटिए गोटिए कम करी शेषरे गोटिए डॉट रखिबो। किंतु एहिपरि डॉट्स द्वारा स्क्वायर किंबा वर्गाकार क्षेत्र करिबाकू हेले तुमे माने प्रत्येक धाड़ी रे 6 टी लेखाएं डॉट्स रखिबो और एहिपरि 6 टी क्रम रे 6 टी डॉट्स रखिले एक वर्गाकार क्षेत्र किंबा एक वर्गाकार आकृति सृष्टि होई थाए। पिला माने एही प्रश्न रे पुणी अछि जे एथिरु जणा जाउछि जे समान संख्या को भिन्न भिन्न उपाय रे परिस्थिति अनुजाई उपस्थापना करा जाई पारिबो। तुमे एहिपरि अन्य किछि संख्या को विभिन्न उपाय रे चित्रित उपस्थापना करिबाकू चेष्टा कर। पिला माने तुमे एठारे लक्ष्य कर जे किपरि संख्या 10 को एक आयताकार और एक त्रिकोणीय संरचना रे सज्जित करा जाई पारिछि। तेणु संख्या 10 उभय इवेन नंबर और ट्रायंगुलर नंबर होई पारे। पिला माने पुणी देखो जे किपरि नंबर 25 को एक ऑड नंबर और स्क्वायर नंबर रो संरचना रे सज्जित करा जाई पारे। तेणु एठारे स्पष्ट जे नंबर 25 उभय ऑड नंबर और स्क्वायर नंबर अटे। तापरे 4 नंबर प्रश्न रे अछि निम्न रे दिया जाइथिबा संख्यार क्रम को तुमे कोन नाम देबो। पिला माने ए गुडी को षडभुजीय संख्या कुआ जाए। एहाकू तुमे निज खातारे अंकन करिबो। पिला माने एही क्रम रे परवर्ती संख्याटी एमितिका हबो। पिला माने एठारे देखो प्रथमे 1 अछि, पुणी 1 रे 6 मिसिकी 7 हिछि, पुणी 7 रे 12 मिसिकी
19 ହେଇଛି, ପୁଣି 19ରେ 18 ମିଶିକି 37 ହେଇଛି, ପୁଣି 37ରେ 24 ମିଶିକି 61 ହେଇଛି। ଏଠାରେ ଷଡ଼ଭୁଜାକାର ମାନେ ପ୍ରତ୍ୟେକଟିରେ 6ର ଗୁଣା ମିଶିଛି। ତେଣୁ ଏହି କ୍ରମର ପରବର୍ତ୍ତୀ ସଂଖ୍ୟାଟି 61 ହେବ। ତେଣୁ ଏହି ସଂରଚନାର ପରବର୍ତ୍ତୀ ଚିତ୍ରଟି ଏହିପରିକା ହେବ। ତାପରେ ପିଲାମାନେ ପ୍ରଶ୍ନରେ ଅଛି 2ର ଘାତ ବିଶିଷ୍ଟ ସଂଖ୍ୟାକ୍ରମକୁ ଚିତ୍ରରେ ଦର୍ଶାଇବା ପାଇଁ ତୁମେ ଉପାୟ ଚିନ୍ତା କରିପାରିବ କି? ସେହିପରି 3ର ଘାତ ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନା କର। ପିଲାମାନେ ତୁମେ ଏଠାରେ ଲକ୍ଷ୍ୟ କର ଯେ କିପରି 1 ପାଇଁ ଗୋଟିଏ ବିନ୍ଦୁ, 2 ପାଇଁ 2ଟି ବିନ୍ଦୁ, 4 ପାଇଁ 4ଟି ବିନ୍ଦୁ ଓ 8 ପାଇଁ 8ଟି ବିନ୍ଦୁ ଓ 16 ପାଇଁ 16ଟି ବିନ୍ଦୁକୁ ବର୍ଗାକାର ଆକାରରେ ସଜ୍ଜିତ କରି ରଖାଯାଇପାରିଛି। ସେହିପରି 3ର ଘାତ ଘନ ସଂଖ୍ୟାକ୍ରମର ଏହିପରିକା ଉପସ୍ଥାପନା କରାଯାଇପାରିବ। ପିଲାମାନେ ଆଜି ପାଇଁ ଏତିକି। ଏହାର ପରବର୍ତ୍ତୀ ଅଂଶକୁ ମୁଁ ମୋର ପରବର୍ତ୍ତୀ ଭିଡ଼ିଓରେ ବିଶେଷ ଭାବରେ ଆଲୋଚନା କରିବି। ପିଲାମାନେ ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଜମାରୁ ଭୁଲିବନି ଓ ପାଠ ପଢ଼ାରେ ମନୋଯୋଗ କରିବ। କାରଣ ଏବେ ନୂଆ ସିଲାବସ୍ ଅନୁଯାୟୀ ଗଣିତ ଟିକିଏ ଜଟିଳ ହୋଇଯାଇଛି। ଭିଡ଼ିଓଟିକୁ ପୁରା ଦେଖିଥିବା ପାଇଁ ତୁମକୁ ଅଶେଷ ଧନ୍ୟବାଦ।